ତାହେଲେ ଶାଶୁକୁ ପୁରା ପଟେଇକି ରଖିଥିଲୁ। ଶାଶୁକୁ କଳି ଲାଗିବ ଶାଶୁ ବହିରେ, କିନ୍ତୁ ଖାଇବେନି ରୁଷିବେ। ନ ଖାଇବା ଯାକେ ମୁଁ ଖାଇବିନି। अच्छा ତାଙ୍କୁ ଖୋଇବି, ମୁଁ ଯାଇ ଖାଇବି। ମୁଁ କିନ୍ତୁ ମୋ ଶାଶୁକୁ ଖାଇବାକୁ ଦଉନି, ମୁଁ ପଚାରୁନି। ତୁ କେଡେ ପାଶାଣୀ ଟାଗିଲା କଣ ପାଶାଣୀ? ସେ ବୁଢୀ ମତେ ହଇରାଣ କରୁଛି। ହେଲେ ସେ ବୁଢୀ ହଇରାଣ କଲେ ସେଇଠୁ ତୁ ଖାଇବାକୁ ଡାକଉନୁ ତ ପାଟିକି ଯାଇ କେମିତି କିଲୋ। ମୁଁ ମୋର ଖାଇଦିଏ ଶୋଇପଡେ। ଏମିତି ମୁଁ କରିନି। ମୋ ଶାଶୁ ଜାତିରେ ଅଜର ଲଗେଇବି। ମୂର୍ଖ ଲୋକ ତ ମୁଁ। ତୁ କଣ ମତେ ଶିଖେଇ ଛାଡିଥିଲୁ? ତୁ ତ କହିଲୁ କଳି ଲଗେଇବୁ। ଆରେ ବାବା, ମୁଁ କହିଛି ତତେ, ମୋ ମୁଣ୍ଡ ଛୁଇଁଲୁ। ସେ ମା ଏଡ ବଡ କଥା ଶାଶୁକୁ କହିବାକୁ ତତେ ମୁଁ କହିଛି, ତୁ ଏତେ ବଡ ମିଛ କଥା କହିପାରୁଛୁ। ନା ନା, ମୁଁ ମିଛରେ କହୁଛି। ହଁ ସେଇଆ ମାନିବା। ଆଉ ତୁ ମତେ କହୁଛୁ ମୋ ପେଟ ଭିତରୁ ସିଆଡୁ ଆଖିରେ ଲୁହ ଜର୍ଜର ହେଇଗଲା, ବୁଝିଲୁ। ଆଉ ତୁ ଟିକେ ଶିଖେଇଦେବି ଶାଶୁକୁ, କହ ଏ କଥା ମୋ ଜୀବନରେ ହେଇନି ନା ହବନି। ଶାଶୁକୁ କୋଉ ମାନେ ହଇରାଣ କରୁଛନ୍ତି କହିଦେ। ଶାଶୁ ମାନଙ୍କୁ ବୋହୂ ମାନେ ହଇରାଣ କଲେ ବୋହୂ ମାନେ ପାଇବେ। କାହିଁକି ନା ତାଙ୍କର ପୁଅ ହେଇଥିବ, ଝିଅ ହେଇଥିବ, ସିଏ ଯେତେବେଳେ ବାହା ହେବେନି ସେତିକି ବେଳେ ଶାଶୁ ଜାଣିବ, ଆରେ ମୁଁ ମୋ ଶାଶୁକୁ କହିଥିଲି ବୋଲି ମୁଁ ଆଜି ଭୋଗିଲି। ଶାଶୁ ଯଦି ଖରାପଟା ହେଇଥିବ, ଶାଶୁ ଖରାପ ହେଲେ ସେ ପାଞ୍ଚ ପଦ କହିଯିବ, ଚୁପ ହେଇକି ନ ଜାଣିଲା ଭଳିଆ କାଲ କାଲୁନି ଭଳିଆ ରହିଯିବ। ତେବେ ଯାଇ ସେ ହେଲା ବୋହୂ। ସେଇ ଶାଶୁ ନେଉଟି ପଡିବ, କହିବ ଯାହା ବୋହୂ ଏତେ କଥା କହୁଥିଲି, ମୋ ବୋହୂ ମତେ କିଛି କହିନି। ଯେତେ ଶାନ୍ତ ରହିବ ସେ ମୁଣ୍ଡରେ ହାରାମି ହଉଥିବ, କିନ୍ତୁ ପେଟ ଭିତରେ ଶାନ୍ତ ଥବ ମୋ ବୋହୂ।